ଗାଁ ପରମ୍ପରାରେ ଦେଖିଥିବେ ଯେ ଯେତେବେଳେ ଗାଈ କିମ୍ବା ବଳଦ ଯେତେବେଳେ ଅମଣ ହୁଅନ୍ତି ତାକୁ ମହଣ କରାଯାଏ। ଆଉ ଇଏ ଗୋଟେ ନିଆରା ନିଶ୍ଚିତ ଭାବେ, କାହିଁକିନା ଯେତେବେଳେ ସେ ମହଣ ହୋଇନଥାଏ ତାକୁ ମହଣ କରାଯାଏ। ଏଇଭଳିଆ ଗୋଟେ ଖୋଲା ପଡ଼ିଆ ଦେଖାଯାଏ। ସେଠାରେ ଗୋଟିଏ ଖୁଣ୍ଟ ବାନ୍ଧି ତା ଭିତରେ ଗୋଟେ କାଠ ଦେଇ କିଛି ଓଜନିଆ ଜିନିଷ ଲଗାଇ ଦିଆଯାଏ। ତାପରେ ସେ ସେଇଠି ହିଁ ରାଉଣ୍ଡ ମାରୁଥାଏ, ଯେଉଁଟାକି ତା'ର ଯେଉଁ ଅଛି ଦୁଷ୍ଟାମି ଆଉ ଠିକ୍ରେ ସେ ମହଣ ପାଇନଥାଏ, ତେଣୁ ସେଇଠୁ ମହଣ ପାଇଥାଏ। ଏଠି ଆମେ ଆସିଥିଲୁ କାମାକ୍ଷାନଗରର ଗୁଣ୍ଡିଚା ନାଳୀର ସେ ଗୋଟେ ମାଝି ସାହି ଗୁଡ଼କୁ ଆସିଥିଲୁ। ସେଠି ଦେଖିଲୁ ଏ ଦୃଶ୍ୟ। ଆଉ ଦେଖିବେ ଏଠି ଦୁଇଟି ମାନେ ଗୋଟିଏ ଗାଈ ଗୋଟିଏ ବଳଦକୁ କେମିତି ମାନେ ମହଣ କରାଯାଉଛି। ସେ ବୁଲିବେ, ଦେଖ କେମିତି ମହଣ ବୁଲିବ। ସେ ଚାଲିବ ଏମିତି ଚାଲିବ, ଏମିତି ଚାଲିଲେ ସେ ଏମିତି ବୁଲିବ, ରାଉଣ୍ଡ ମାରିବ। କିଛି ଦିନ ଏଭଳିଆ ରାଉଣ୍ଡ ମାରିଲା ପରେ ସେ ମହଣ